ଅଥଚ ଶ୍ୟାମଳୀଙ୍କୁ ଦେଖ, ତାଙ୍କର ଠିକ୍ ସବୁ ମନେ ଥାଏ। କାହାର କ'ଣ କେତେବେଳେ ଦରକାର ଦରକାର ନାହିଁ, ତାଙ୍କୁ କିଛି ମନେ ପକେଇବାକୁ ପଡ଼େନି। ସେ ମଣିଷଟା ହିଁ ସେମିତି। ତମେ ଜାଣିଛ ଅନନ୍ୟା, ସେ ଯେତେବେଳେ ପ୍ରଥମ ଥର ଘରକୁ ଆସିଥିଲେ ନା, କେହି କିଚେନରେ ପଶିବାର ଅନୁମତି ବି ନଥିଲା ତାଙ୍କର। ସ୍ମାର୍ଟ କିଚେନକୁ ହ୍ୟାଣ୍ଡଲ କରିପାରୁନଥିଲେ, ମାଇକ୍ରୋୱେଭ ବି ଚଲେଇ ପାରୁନଥିଲେ। ପ୍ରଥମ ଦିନ ସେ କି କାଣ୍ଡ। ସବୁ ପଡ଼ିଗଲା, ମୁଁ କ'ଣ କରିବି? ଆଉ ତାପରେ ଆଜି ଦେଖ ତାଙ୍କୁ, ସବୁ କିଛି ଏଠୁ ଯାଇ ଆଜି ଏଇ ଘରର ସବୁ ଲୋକଙ୍କ କାମରେ କେବଳ ଶ୍ୟାମଳୀ ଖୋଜା ପଡନ୍ତି। ସତରେ ଶ୍ୟାମଳୀ ବହୁତ ଇନ୍ସପାୟାରିଂ, ବହୁତ ଝିଅଙ୍କ ପାଇଁ। ଜାଣିଛ, ଯେମିତି ଧର ମୁଁ ଲେଖାପଢ଼ା ଜାଣିଛି, ଗୋଟେ କମ୍ପାନୀ ଚଲାଉଛି, କିନ୍ତୁ ଗୋଟେ ସଂସାର, ଗୋଟେ ଘର କେମିତି ଗଢ଼ା ହୁଏ ସେଇଟା ମୁଁ କେବେ ଶିଖିନି। ଏମିତି ଗୋଟେ ଘର ଯୋଉଠି ନିଜେ ତ ରହିବ, ଆଉ 5 ଜଣ ଆସିକି ଆଶ୍ରୟ ନେବେ, ସେଇଟା କରିବା ଯେ କେତେ କଠିନ ସେଇଟା ମୁଁ କଲା ପରେ ହିଁ ଜାଣିପାରୁଛି। ଆଗରୁ ଭାବୁଥିଲି ସଂସାର ଚଲେଇବା ଏମିତି କ'ଣ ଅଛି, ବହୁତ ଇଜି ଭାବୁଥିଲି। ମୋର ବହୁତ ସାଙ୍ଗସାଥି ଅଛନ୍ତି ଯେଉଁମାନେ ହୋମ୍ ମେକର, ତାଙ୍କ କାମକୁ ଇମ୍ପୋର୍ଟାନ୍ସ ଦେବାକୁ ପଡ଼େ ସେଇଟା ହିଁ ଭାବେନି। କିନ୍ତୁ ଶ୍ୟାମଳୀଙ୍କୁ ଦେଖ, ଗୋଟେ କମ୍ପାନୀ ଚଲାଉଛନ୍ତି, କି ସୁନ୍ଦର ଗୋଟେ ଘର ଗଢ଼ିଛନ୍ତି। ସିରିୟସଲି ଏମିତି ଗୋଟେ ସମୟ ଆସିଲା, ସେ ନିଜ ହାତରେ ତିଆରି କରିଥିବା ଘରକୁ ସେ ଛାଡିକି ଚାଲିଗଲେ। ଆଜି କୋଉଠୁ ଆରମ୍ଭ କରିଥିଲେ ମୁଁ ତ ଜାଣିଛି, ଏଇ ସର୍ଭେଣ୍ଟ କ୍ୱାର୍ଟରରେ ହିଁ ସେ ରହୁଥିଲେ। ଜାଣିଛ, ତମ ହାତର ରୋଷେଇ ପୁରା ବଢିଆ। ଆହୁରି କେତେ କ'ଣ କହିବାକୁ ବସିଲେ ତ ରାତି ପାଇଯିବ। ସେଇଆ ମତେ ତ ଲାଗିଛି ସେ ଏଇ ଫ୍ୟାମିଲି ପାଇଁ ହିଁ, ସେ ଇଜ୍ ମେଡ୍ ଫର୍ ଦିସ୍ ଫ୍ୟାମିଲି। ଆଗ କଥା ଗୁଡ଼ା ତ ତମମାନଙ୍କ ମୁହଁରୁ ଶୁଣେ ଆଉ ଆଶ୍ଚର୍ଯ୍ୟ ହୁଏ, ଆଉ ତା ଛଡ଼ା ନିଜ ଆଖିରେ ବି ତ ଦେଖିଛି ସେ ଏଇ ଫ୍ୟାମିଲି ପାଇଁ କେତେ କିଛି କରୁଛନ୍ତି। ଭଗବାନଙ୍କ ଦୂତ ହେଇ ଆସିଲେ ଆଉ ସବୁ କିଛି ପ୍ରୋବ୍ଲେମ୍ ସଲ୍ଭ କରି ଚାଲିଗଲେ। ଗୋଟେ ଜିନିଷ ପାଇଁ ଖରାପ ଲାଗୁଛି ଜାଣିଛ, ସେ ସମସ୍ତଙ୍କ ପାଇଁ ଏତେ କିଛି କରୁଛନ୍ତି, କିନ୍ତୁ ଆମେ ସମସ୍ତେ ତାଙ୍କ ପାଇଁ କିଛି କରି ହିଁ ପାରୁନୁ। ସେସବୁ ଜମା ହବନି। ଗଡ୍ କମ୍ପ୍ଲେକ୍ସ ଅଛି ତାଙ୍କର, ମାନେ ସେ ସମସ୍ତଙ୍କ ପାଇଁ ସବୁ କରିବେ, କିନ୍ତୁ ତମେ ଯଦି ତାଙ୍କ ପାଇଁ କିଛି ବି କରିଦିଅ ତାହେଲେ କହିବେ ନା ନା ଆପଣ କାହିଁକି କଲେ ଏଇଟା?